ମାଛର ତ ଢେର ସାରା ରେସିପି ଆପଣ ମାନେ ଖାଇଥିବେ। ଏଇ ରେସିପିଟି ବନେଇକି ଖାଆନ୍ତୁ, ବହୁତ ସୁନ୍ଦର ଲାଗିବ। ଏଇ ରେସିପିଟି ବନେଇବା ପାଇଁ ମୁଁ ନେଇଛି ଶେଉଳ ମାଛ। ମାଛର ନାଁ ଶୁଣିକି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ହଁ ଏମିତି ହିଁ ମାଛ ଅଛି। ଏଇ ମାଛଟି ଆମର ଦେଶୀ ଗାଁରେ ପୋଖରୀ ମାନଙ୍କରେ ମିଳିଥାଏ। ଏଇ ମାଛର ରେସିପି ଯେଉଁମାନେ ହିଁ ଖାଇଛନ୍ତି ସେଇମାନେ ହିଁ ମାଛର ଟେଷ୍ଟ କହିପାରିବେ। ନମସ୍କାର, ଜୟ ଜଗନ୍ନାଥ। ସୁତାନ୍ତା କିଚେନକୁ ଆପଣମାନଙ୍କୁ ସ୍ୱାଗତ। ପ୍ରଥମେ ଆମେ ଗ୍ୟାସ୍ ଅନ୍ କରି କଢ଼େଇ ବସାଇ ନେବା, ସେଥିରେ ତେଲ ଦେବା। ତ ତେଲକୁ ଆମେ ଭଲ ଭାବରେ ଗରମ କରିନେବା। ତେଲ ହିସାବରେ ମୁଁ ଏଥିରେ ନେଇଛି ସୋରିଷ ତେଲ। ତାପରେ ଆମେ ମାଛ ଗୁଡ଼ିକ ଦେଇକି ମାଛକୁ ଭଲ ଭାବରେ ଭାଜିବା। ତ ମାଛକୁ ଆମେ ପୁରା ହିଁ 70% ଟାଇପ୍ର କୁକ୍ କରିବା। 30% ଆମର ତରକାରୀ ବନିଲା ଟାଇମ୍ରେ ହିଁ ସିଝିଯିବ, କାହିଁକିନା ଏଇ ମାଛକୁ ଆପଣ ଧୀର ଆଞ୍ଚରେ ହିଁ ଭାଜିବେ। ତ ଆଶା କରୁଛି ଆପଣମାନଙ୍କୁ ରେସିପିଟି ପସନ୍ଦ ଆସିବ। ରେସିପିଟି ପସନ୍ଦ ଆସିଲେ ପ୍ଲିଜ୍ ଲାଇକ୍ କରିଦେବେ। ଚ୍ୟାନେଲରେ ଯଦି ନୂଆ ଥାଆନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଏମିତି ଓଡ଼ିଆ ରେସିପି ଆପଣମାନେ ଦେଖିପାରିବେ। ମାଛକୁ ଆମେ ଭଲ ଭାବରେ ହିଁ କୁକ୍ କରିବା। ଗ୍ୟାସ୍କୁ ପୁରା ସିମ୍ରେ ରଖିକି ମାଛକୁ ଭଲ ଭାବରେ ଭାଜିବା। ମାଛ ଆମର ଏବେ ଭାଜି ହେଇଗଲାଣି। ଏବେ ଆମେ ତାକୁ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ତାପରେ ମସଲା ବନେଇବା। ତ ସେଇ କଢ଼େଇରେ ଆମେ ଆଳୁକୁ ଭାଜିଦେବା। ଏଇ ମାଛରେ ମୁଁ କିଛି ନେଇଛି ଆଳୁ। ତ ଆଳୁ ପକାଇକି ବନେଇଲେ ବହୁତ ବଢ଼ିଆ ଲାଗେ। ଆପଣମାନେ ତ ଜାଣିଛନ୍ତି ଆମ ଓଡ଼ିଆଙ୍କର ପସନ୍ଦ ସବୁ ରେସିପିରେ ଆଳୁ। ତ ସେଇ କଢ଼େଇରେ କିଛି ତେଲ ଥିଲା, ତାପରେ ମୁଁ ଆଉ କିଛି ତେଲ ଦେଇକି ଗରମ କରିଦେଲି। ତାପରେ ଆଳୁ ଭାଜିବା। ତ ମାଛରେ ଆପଣମାନେ ଟ୍ରାଏ କରିବେ ଏଇ ଟାଇପ୍ର ଲମ୍ବା ଟାଇପ୍ର ହିଁ ଆଳୁ କାଟିକି ନେବେ। ତ ମାଛ ପିସ୍ ଟାଇପ୍ର ହିଁ ନେଲେ ବହୁତ ସୁନ୍ଦର ଦେଖାଯାଏ, ଆଉ ଖାଇବା ପାଇଁ ବି ବହୁତ ଭଲ ଲାଗେ। ଗ୍ୟାସ୍କୁ ଆମେ ମିଡ଼ିୟମ୍ରେ ହିଁ ରଖିକି ଆଳୁକୁ ଭାଜିବା, ଯେମିତି ଆଳୁ ଆମର ଭଲ ଭାବରେ କୁକ୍ ହେଇଯିବ। ତ ଆଳୁ ଦେଖନ୍ତୁ 70% କୁକ୍ ହେଇଗଲାଣି। ଆମେ ସେଥିରେ ମସଲା ଦେବା। ତ ମସଲା ମୁଁ ବଡ଼ ସାଇଜ୍ର 2ଟା ପିଆଜ ନେଇଛି, ବଡ଼ ସାଇଜ୍ର ଗୋଟେ ରସୁଣ ଆଉ 1 ଇଞ୍ଚର ଅଦା। ତ ତାକୁ ପେଷ୍ଟ କରି ନେଇଛି। ଆଉ ଏଥିରେ କିଛି ବାହାର ମସଲା ନେଇନି, ଯେମିତି ଜିରା ଗୁଣ୍ଡ ଆଉ ଆମର ଧନିଆ ଗୁଣ୍ଡ, ଏଗୁଡ଼ା ମୁଁ କିଛି ବି ନେଇନି। ଖାଲି ଏମିତି ହିଁ ବନେଇବା, ବହୁତ ବଢ଼ିଆ ଲାଗିବ। ତାପରେ ଆମେ କଲର୍ ହିସାବରେ ଆମେ ଲଙ୍କାଗୁଣ୍ଡ ନେବା 1 ଚାମଚ ଆମର କଲର୍ ଲଙ୍କାଗୁଣ୍ଡ, ଆଉ ରାଗ ଲଙ୍କାଗୁଣ୍ଡ 2 ଚାମଚ, ଆଉ ହଳଦୀ ଗୁଣ୍ଡ 1 ଚାମଚ, ସ୍ୱାଦ ଅନୁସାରେ ଲୁଣ। ତ ତାକୁ ଦେଇକି ଆମେ ଭଲ ଭାବରେ ମସଲା କଷିବା। କାହିଁକିନା ଶେଉଳ ମାଛରେ ଆପଣ ସୋରିଷରେ ବି ବନେଇ ପାରିବେ, ଏମିତି ପିଆଜ ରସୁଣ ଦେଇକି ବି ବନେଇ ପାରିବେ। ସୋରିଷ ମସଲା କିଛି ଜଣଙ୍କୁ ପସନ୍ଦ ଆସେ, କିଛି ଜଣଙ୍କୁ ପସନ୍ଦ ଆସେନି, ଯେମିତି ଆମ ଘରେ ବି କିଛି ଲୋକଙ୍କୁ ପସନ୍ଦ ଆସେନି। ତ ଏମିତି ହିଁ ବନାନ୍ତୁ, ବହୁତ ବଢ଼ିଆ ହିଁ ଲାଗିବ। ତାପରେ ଆମେ ପକାଇଦେବା ସେଥିରେ କସ୍ତୁରୀ ମେଥି ପତ୍ର, କାହିଁକିନା ମେଥି ପତ୍ରଟା ଆମର ଯେଉଁ ମାଛର ଯେଉଁ ଆଇଁଷା ସ୍ମେଲ୍ଟା ଥାଏ ସେଇଟାକୁ କାଟି ଦେଇଥାଏ, ଆଉ ବହୁତ ବଢ଼ିଆ ହିଁ। ତ ମସଲାକୁ ଆମେ ଏବେ ପୁରା ଗ୍ୟାସ୍କୁ ମିଡ଼ିୟମ୍ରେ ହିଁ ରଖିକି ଭଲ ଭାବରେ କଷିବା, ଯେମିତି ଆଳୁ ଆମର ଆଉ 30% କୁକ୍ ହେଇନି, ମସଲା ସହିତ ହିଁ କୁକ୍ ହେଇଯିବ। ତ ସେଇ ହିସାବରେ ଆମେ ଗ୍ୟାସ୍କୁ ମିଡ଼ିୟମ୍ ଆଞ୍ଚରେ ହିଁ ରଖିକି ମସଲାକୁ ଭଲ ଭାବରେ ଏଇ ମସଲା କଷିଲା ଟାଇମ୍ରେ ଆମେ ସେଥିରେ ଟିକେ ପକାଇଦେବା ଗରମ ମସଲା। ଗରମ ମସଲା ମୁଁ ଭାରତର ନେଇଛି, ଆପଣ ଯେକୌଣସି କମ୍ପାନୀର ହିଁ ନେଇପାରିବେ। ଗରମ ମସଲା ନେଇକି ଗ୍ୟାସ୍କୁ ଟିକେ ମିଡ଼ିୟମ୍ ହାଇରେ ହିଁ ରଖିବା, ଆଉ ମସଲାକୁ ଭଲ ଭାବରେ କଷିବା। ଯେଉଁଠୁ ଆମେ କଞ୍ଚା ପିଆଜଟାକୁ ଆମେ ଭାଜି ନାହାନ୍ତି, ତ ମସଲା ସହିତ ଗ୍ରାଇଣ୍ଡର୍ କରିକି ପକାଇଛନ୍ତି, ତ ସେଇ ହିସାବରେ ହିଁ ଆମେ କଷିବା। ଏଥିରେ ମୁଁ ବଡ଼ ସାଇଜ୍ର 2ଟା ଟମାଟର ନେଇଛି, ତ ତାକୁ ପକାଇବା। ତ ତାକୁ ପକାଇକି ଭଲ ଭାବରେ କଷିବା। ତ ଏଇ ତରକାରୀଟି ଆପଣ ଟିକେ ଖଟା ଟାଇପ୍ର ହିଁ ବନେଇବେ, ବହୁତ ବଢ଼ିଆ ଲାଗିବ। ଯେଉଁଠୁ ଶେଉଳ ମାଛଟା ଏଇଟା ଗୋଟେ ଦେଶୀ ମାଛ, ଆପଣ ଟିକେ ଖଟା ପକାଇକି ବନେଇଲେ ବହୁତ ବଢ଼ିଆ ଲାଗେ। ଏବେ ଦେଖନ୍ତୁ ମସଲା ଆମର କଷି ହେଇଗଲାଣି, ଆର କଲର୍ କେତେ ସୁନ୍ଦର ଆସିଛି। ଆମେ ସେଥିରେ ପାଣି ଦେବା। ତ ପାଣି ଆମେ ଆବଶ୍ୟକ ଅନୁସାରେ ଦେବା, ଯେମିତି ଆମର ଝୋଳଟା ବହଳିଆ ରହିବ, ବେଶୀ ପତଳା ରହିବନି। ସେଥିରେ ଟିକେ ଖଟା ଅଂଶ ଆସିବା ପାଇଁ ମୁଁ ସେଥିରେ ଆମ୍ବୁଲ ନେଇଛି, ତ ତାକୁ ପକାଇଦେବା। ମୁଁ 4ରୁ 5 ମିନିଟ୍ ଆମ୍ବୁଲକୁ ଟିକେ ଗରମ ପାଣିରେ ଭେଦେଇ ଦେଇଥିଲି। ଏବେ ଦେଖନ୍ତୁ ତରକାରୀ ଫୁଟି ଆସିଲାଣି, ମୁଁ ତାକୁ 4ରୁ 5 ମିନିଟ୍ କଭର୍ କରିନେଇଥିଲି। ଏବେ ଆମେ ପ୍ଲେଟ୍ ଖୋଲିକି ଆମେ ସେଥିରେ ଯେଉଁ ମାଛକୁ ଭାଜିକି ରଖିଥିଲେ ତାକୁ ପକାଇବା। ମାଛ ତ ଆମର 80% ସିଝେଇ ଦେଇଥିଲେ, ତ ସେଇ ହିସାବରେ ହିଁ ଆମେ ମାଛକୁ ପକାଇକି ଗ୍ୟାସ୍କୁ ଅଫ୍ କରିବା। କାହିଁକିନା ଆଳୁ ଆମର ଭଲ ଭାବରେ କୁକ୍ ହେଇଯାଇଛି। ମସଲା ଦେଖନ୍ତୁ କେତେ ସୁନ୍ଦର ଭାବରେ ଝୋଳ ସହିତ ଅବଜର୍ଭ ହେଇଯାଇଛି, ବହୁତ ବଢ଼ିଆ ହିଁ କଲର୍ ଆସିଛି, ଆଉ ଆର ବାସ୍ନା ବହୁତ ସୁନ୍ଦର ଆସିଛି। ଆପଣମାନେ ନିହାତି ଟ୍ରାଏ କରିବେ, ଆଉ କମେଣ୍ଟ କରିକି କହିବେ ଏ ରେସିପି ଆପଣମାନଙ୍କୁ କେମିତି ଲାଗିଲା। ଏଥିରେ ଆମେ କିଛି ବାହାର ମସଲା ନେବାନି, କାହିଁକିନା ଯେହେତୁ ଦେଶୀ ମାଛଟା ଆମେ ଦେଶୀ ୱେରେ ରାନ୍ଧିଲେ ବହୁତ ବଢ଼ିଆ ଲାଗିବ। ଆପଣ ଏଇ ପ୍ରୋସେସ୍ରେ ରାନ୍ଧିବେ, କମେଣ୍ଟ କରିକି କହିବେ ଆପଣମାନଙ୍କୁ କେମିତି ଲାଗିଲା। ତ ଏବେ ଦେଖନ୍ତୁ 4ରୁ 5 ମିନିଟ୍ ମୁଁ ତରକାରୀ ଘୋଡ଼େଇ ଦେଇଥିଲି। ଏବେ ଆମେ ପ୍ଲେଟ୍ ଖୋଲିଦେବା, ଆଉ ଗ୍ୟାସ୍ ଅଫ୍ କରିଦେବା। ଏବେ ଆମର ରେସିପି ହେଇଯାଇଛି। ଆଜି ପାଇଁ ଏତିକି। ଦେଖା ହେବ ଆଉ ଗୋଟେ ନ୍ୟୁ ରେସିପିରେ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଜୟ ଜଗନ୍ନାଥ।